ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। ଷ୍ଟାନ୍ସ ମାନେ ଭାବ ବା ଦୃଷ୍ଟିଭଙ୍ଗୀ। ଏନଗେଜ୍ ମାନେ ନିଯୁକ୍ତ, ଲିପ୍ତ ବା ବ୍ୟସ୍ତ। ଭେନ୍ୟୁ ମାନେ ଅନୁଷ୍ଠାନ, ସ୍ଥାନ ବା ସଭାସ୍ଥାନ। ପଲିସି ମାନେ ନୀତି, ନିୟମ ବା ଯୋଜନା। ମିନିଷ୍ଟ୍ରି ମାନେ ବିଭାଗ ବା ମନ୍ତ୍ରଣାଳୟ। ରିଗାର୍ଡ ମାନେ ସମ୍ମାନ। ଇଫେକ୍ଟିଭ ମାନେ ଫଳପ୍ରଦ ବା ପ୍ରଭାବଶାଳୀ। ଟ୍ରାଭେଲ ମାନେ ଭ୍ରମଣ ବା ଯାତ୍ରା କରିବା। ସିନାରିଓ ମାନେ ପରିଦୃଶ୍ୟ ବା ପରିସ୍ଥିତି। ଡମ୍ପଷ୍ଟର ମାନେ ଆବର୍ଜନା ପାତ୍ର। ରିଫ୍ଲେକ୍ଟ ମାନେ ପ୍ରତିଫଳିତ ହେବା। ଇଭେଣ୍ଟ ମାନେ ଘଟଣା ବା କାର୍ଯ୍ୟକ୍ରମ। ପରମିଟ୍ ମାନେ ଅନୁମତି ଦେବା। ଆସର୍ଟ ମାନେ ଦାବି ବା ପ୍ରତିଷ୍ଠା। ଆଉଟ୍ରେଜ୍ ମାନେ ଅନ୍ୟାୟ ବା ଅତ୍ୟାଚାର। ରିଭାଇଜ୍ ମାନେ ସୁଧାରିବା। ଏମିଏବୁଲ ମାନେ ପ୍ରିୟଭାଷୀ। ରିଫ୍ୟୁଜ୍ ମାନେ ମନା କରିବା। ଆବ୍ରଡ ମାନେ ବିଦେଶରେ। ଇଣ୍ଟରେଷ୍ଟ ମାନେ ରୁଚି ବା ଆଗ୍ରହ। ପ୍ରୋଟୋକଲ ମାନେ ସରକାରୀ ପଦ୍ଧତି। ପ୍ରାକ୍ଟିସ୍ ମାନେ ଅଭ୍ୟାସ ବା ପ୍ରୟୋଗ। ଏକ୍ସଟେଣ୍ଡ ମାନେ ବଢ଼ାଇବା। ଡିପ୍ଲୋମାଟ ମାନେ ଦୂତ ବା କୂଟନୀତିଜ୍ଞ। କ୍ୱିଟ୍ ମାନେ ଛାଡ଼ିଦେବା। ଗ୍ରୁମ୍ ମାନେ ସଜେଇବା। ଲିଡର ମାନେ ଦଳପତି ବା ନେତା। ଆପ୍ରୋଚ୍ ମାନେ ନିକଟତା ବା ଉପାୟ। ଆକ୍ୟୁଜ୍ ମାନେ ଅଭିଯୋଗ କରିବା। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।